ଟକ୍ସ ଟାଇପିଂ ର ପରିଚୟ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ୱାଗତ। ଏହି ଟ୍ୟୁଟୋରିଆଲରେ ଆପଣ ଶିଖିବେ କିପରି ବାକ୍ୟାଂଶ ଟାଇପ୍ କରିବେ, ନିଜର ଶବ୍ଦଗୁଡ଼ିକର ତାଲିକା କ୍ରିଏଟ୍ କରିବେ, ଟାଇପିଂ ପାଇଁ ଭାଷା ସେଟିଂସ୍ ବିଷୟରେ ସୂଚନା ଜାଣିବେ। ଆମେ ଏଠାରେ ଉବୁଣ୍ଟୁ ଲିନକ୍ସ 1110ରେ ଟକ୍ସ ଟାଇପିଂ 180 ବ୍ୟବହାର କରୁଛୁ। ଟକ୍ସ ଟାଇପିଂ ଖୋଲନ୍ତୁ। ଡାଶ୍ ହୋମ୍ ରେ କ୍ଲିକ୍ କରନ୍ତୁ। ସର୍ଚ୍ଚ ବକ୍ସରେ ଟକ୍ସ ଟାଇପିଂ ଟାଇପ୍ କରନ୍ତୁ। ଟକ୍ସ ଟାଇପିଂ ଆଇକନ୍ କ୍ଲିକ୍ କରନ୍ତୁ। ମେନ୍ ମେନୁରୁ ଅପସନ୍ସ କ୍ଲିକ୍ କରନ୍ତୁ। ଅପସନ୍ସ ମେନୁ ଦେଖାଦେଲା। ଏବେ ଚାଲନ୍ତୁ ବାକ୍ୟାଂଶ ଟାଇପିଂ ଅଭ୍ୟାସ କରିବା। ଫ୍ରେଜ୍ ଟାଇପିଂ କ୍ଲିକ୍ କରନ୍ତୁ। ଟିଚର୍ସ ଲାଇନ୍ ରେ ପ୍ରଦର୍ଶିତ ବାକ୍ୟକୁ ଟାଇପ୍ କରନ୍ତୁ। ଏହି ମାମଲାରେ ଏହା ହେଉଛି The quick brown fox jumps over the lazy dog। ଏବେ ଆମକୁ ପରବର୍ତ୍ତୀ ବାକ୍ୟ ଟାଇପ୍ କରିବାକୁ ପଡ଼ିବ। କରିବା ଦରକାର ନାହିଁ କି? ଏଣ୍ଟର୍ ଦବାନ୍ତୁ। ପରବର୍ତ୍ତୀ ବାକ୍ୟ ଦେଖାଦେଲା। ଆମେ ଏବେ ବାକ୍ୟ ଟାଇପ୍ କରିବା ଶିଖିଲେ। ଆପଣ ବିଭିନ୍ନ ବାକ୍ୟ ସହିତ ଅଭ୍ୟାସ କରିପାରିବେ। ପୂର୍ବ ମେନୁକୁ ଫେରିବା ପାଇଁ ଏସ୍କେପ୍ ଦାବନ୍ତୁ। ଅପସନ୍ସ ମେନୁ ଦେଖାଦେଲା। ଏବେ ଆମେ ନୂଆ ଶବ୍ଦ ଓ ବାକ୍ୟ ଯୋଗ କରିବା ବିଷୟରେ ଶିଖିବା। ଏଡିଟ୍ ୱର୍ଡ ଲିଷ୍ଟସ୍ କ୍ଲିକ୍ କରନ୍ତୁ। ୱର୍ଡ ଲିଷ୍ଟ ଏଡିଟର ୱିଣ୍ଡୋ ଦେଖାଦେଲା। ଆମେ ଏକ ନୂଆ ଶବ୍ଦ ଏଣ୍ଟର୍ କରିବା କି? ୱର୍ଡ ଲିଷ୍ଟ ଏଡିଟର ୱିଣ୍ଡୋରେ ନ୍ୟୁ କ୍ଲିକ୍ କରନ୍ତୁ। କ୍ରିଏଟ୍ ଏ ନ୍ୟୁ ୱର୍ଡ ଲିଷ୍ଟ ୱିଣ୍ଡୋ ଦେଖାଦେଲା। କ୍ରିଏଟ୍ ଏ ନ୍ୟୁ ୱର୍ଡ ଲିଷ୍ଟ ୱିଣ୍ଡୋରେ ଲର୍ନ ଟୁ ଟାଇପ୍ କରି ଓକେ କ୍ଲିକ୍ କରନ୍ତୁ। ୱର୍ଡ ଲିଷ୍ଟ ଏଡିଟର ୱିଣ୍ଡୋ ଦେଖାଦେଲା। ରିମୁଭ୍ କ୍ଲିକ୍ କରି ଆମେ ଟାଇପ୍ କରିଥିବା ଶବ୍ଦ କିମ୍ବା ବାକ୍ୟକୁ କାଢିପାରିବା। ଶବ୍ଦ କିମ୍ବା ବାକ୍ୟକୁ ସେଭ୍ କରିବା ପାଇଁ ଡନ୍ କ୍ଲିକ୍ କରନ୍ତୁ ଓ ଇଣ୍ଟର୍ନାଲ୍ ମେନୁକୁ ଫେରି ଆସନ୍ତୁ। ଅପସନ୍ସ ମେନୁ ଦେଖାଦେଲା। ଆପଣ ଇଣ୍ଟର୍ନାଲ୍ ମେନୁରୁ ସେଟଅପ୍ ଲାଙ୍ଗୁଏଜ୍ ଅପ୍ସନ୍ କ୍ଲିକ୍ କରି ଭାଷା ସେଟଅପ୍ କରିପାରିବେ। ଆପଣ ଚୟନ କରିଥିବା ଭାଷାରେ ଟକ୍ସ ଟାଇପିଂ ଇଣ୍ଟରଫେସ୍ ଓ ଲେସନ୍ସ ପ୍ରଦର୍ଶିତ ହେବ। ଅବଶ୍ୟ ବର୍ତ୍ତମାନ ଅନ୍ୟ ଭାଷାରେ ଶିକ୍ଷାଗୁଡ଼ିକୁ ଟକ୍ସ ଟାଇପିଂ ସପୋର୍ଟ କରୁନାହିଁ। ଏବେ ଚାଲନ୍ତୁ ଏକ ଗେମ୍ ଖେଳିବା। ମେନ୍ ମେନୁ କ୍ଲିକ୍ କରନ୍ତୁ। ଫିଶ୍ କ୍ୟାସ୍କେଡ୍ ବଟନ୍ କ୍ଲିକ୍ କରନ୍ତୁ। ଗେମ୍ ମେନୁ ଦେଖାଦେଲା। ଗେମ୍ ଆରମ୍ଭ କରିବା ପୂର୍ବରୁ ଏହାକୁ କିପରି ଖେଳିବେ ତାହାର ନିର୍ଦ୍ଦେଶମାନ ପଢ଼ନ୍ତୁ। ଇନଷ୍ଟ୍ରକ୍ସନ୍ସ ଉପରେ କ୍ଲିକ୍ କରନ୍ତୁ। ଗେମ୍ ଖେଳିବା ପାଇଁ ନିର୍ଦ୍ଦେଶମାନ ପଢ଼ନ୍ତୁ। ଜାରି ରଖିବା ପାଇଁ ସ୍ପେସ୍ ବାର୍ ଦାବନ୍ତୁ। ଏବେ ଟାଇପିଂ ଅଭ୍ୟାସ କରିବା ପାଇଁ ଏକ ସହଜ ଗେମ୍ ଚୟନ କରନ୍ତୁ। ଇଜି କ୍ଲିକ୍ କରନ୍ତୁ। ବିଭିନ୍ନ ବିକଳ୍ପଗୁଡ଼ିକ ଥିବା ୱିଣ୍ଡୋ ଦେଖାଦେଲା। ବିଭିନ୍ନ ବିକଳ୍ପଗୁଡ଼ିକରେ ରଙ୍ଗ, ଫଳ, ଗଛ ଓ ସେହିପରି ଅନେକ ନାମ ରହିଛି। କଲର୍ସ କ୍ଲିକ୍ କରନ୍ତୁ। ଆକାଶରୁ ମାଛ ଖସୁଛି। ପ୍ରତ୍ୟେକ ମାଛ ଉପରେ ଗୋଟିଏ ଅକ୍ଷର ମଧ୍ୟ ଅଛି। ଯଦି ଆପଣ ସଠିକ୍ ଭାବରେ ଶବ୍ଦଗୁଡ଼ିକୁ ଟାଇପ୍ କରନ୍ତି, ଶବ୍ଦଗୁଡ଼ିକ ନାଲି ହୋଇଯାଇ ଉଭାନ୍ ହୋଇଯିବ। ତାହାପରେ ମାଛ ପଡ଼ିବା କ୍ଷଣି ପେଙ୍ଗୁଇନ୍ ସେଗୁଡ଼ିକ ଖାଇବାକୁ ଦୌଡ଼ିବ। ଏବେ ଚାଲନ୍ତୁ ଗୋଟିଏ ଅକ୍ଷର ଟାଇପ୍ କରିବା ଯାହା ଖସୁଥିବା ମାଛର ଏକ ଅଂଶ ନୁହେଁ। କଣ ହେଲା? ଆପଣ ତାହାକୁ ସଠିକ୍ ଭାବେ ଟାଇପ୍ କରିବା ଦରକାର ବୋଲି ସୂଚିତ କରି ଅକ୍ଷରଗୁଡ଼ିକ ଧଳା ହୋଇ ରହିଲା। ଆପଣ ଯେତେ ସମୟ ଚାହାନ୍ତି ଏହି ଗେମ୍ ଜାରି ରଖନ୍ତୁ। ଗେମ୍ସ ମେନୁକୁ ଫେରିବା ପାଇଁ ଏସ୍କେପ୍ ବଟନ୍ କୁ 2 ଥର ଦାବନ୍ତୁ। ଏକ ଆସାଇନମେଣ୍ଟ ଭାବେ କଷ୍ଟ ସ୍ତରକୁ ମଧ୍ୟମ କିମ୍ବା କଠିନକୁ ପରିବର୍ତ୍ତନ କରି ଗେମ୍ ଖେଳନ୍ତୁ। ଏହା ଆମକୁ ଟକ୍ସ ଟାଇପିଂ ଉପରେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ। ଏହି ଟ୍ୟୁଟୋରିଆଲରେ ଆମେ ବାକ୍ୟାଂଶ ଟାଇପ୍ କରିବା, ନିଜସ୍ୱ ଶବ୍ଦଗୁଡ଼ିକୁ ଯୋଡ଼ିବା ଓ ଏକ ଗେମ୍ ଖେଳିବା ବିଷୟରେ ଶିଖିଲେ। ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ। ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟକୁ ସାରାଂଶିତ କରେ। ଯଦି ଆପଣଙ୍କ ପାଖରେ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ। ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଟିମ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି। ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି। ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org କୁ ଲେଖନ୍ତୁ। ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର ପ୍ରୋଜେକ୍ଟର ଏକ ଅଂଶ। ଏହା ଭାରତ ସରକାରଙ୍କ MHRDର ଆଇସିଟି ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ।
ଏହି ମିଶନ ଉପରେ ଅଧିକ ବିବରଣୀ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାଶ୍ ନ୍ମେଇକ୍ଟ ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ। ଆଇଆଇଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି। ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ।